ପିଲାମାନେ ପାଠପଢ଼ାରେ ସିରିୟସନେସ୍ କେମିତି ଆଣିବ ସେ ବିଷୟରେ ଆଜିର ଭିଡ଼ିଓଟା। ତାହେଲେ ପାଠପଢ଼ାରେ ସିରିୟସନେସ୍ ଆମର ଆସେନି, କିନ୍ତୁ ଆମର ଯେତେବେଳେ ପରୀକ୍ଷା ପହଞ୍ଚିଯାଏ ବା ଏକ୍ଜାମ୍ ପହଞ୍ଚିଯାଏ ସେତେବେଳେ ଆଉ 8-10 ଦିନ ଥିବ ଆମେ କ'ଣ କରୁନା, ସାହିତ୍ୟ ପଢ଼ିବା, ସାହିତ୍ୟ ପଢ଼ିବା, ଇଂଲିଶ ପଢ଼ିବା, ମ୍ୟାଥମେଟିକ୍ସ ପଢ଼ିବା, ଏ ବହି ଟିକେ ଧରିବା, ସେ ବହି ଟିକେ ଧରିବା, ସେମିତିରେ ଟାଇମ୍ ପଳେଇଯାଏ ଏବଂ ପରୀକ୍ଷା ଦେଇକି ଆସୁ, ଶେଷରେ ରେଜଲ୍ଟ କମ୍ ରହେ। କିନ୍ତୁ ଆମେ ଯଦି ତାକୁ ପ୍ରି ପ୍ଲାନ୍ କରିବା, ତାର ପ୍ରି ପ୍ଲାନ୍ କରିକି ଯଦି ଠିକ୍ ସେ ପଢ଼ିବା, ଆମେ ସବୁଦିନ ନ ପଢ଼ୁ କିନ୍ତୁ ପ୍ରି ପ୍ଲାନ୍ ସବୁବେଳେ କରିବା ଦରକାର। ବର୍ଷ ଆରମ୍ଭରୁ ଯଦି ପ୍ରି ପ୍ଲାନ୍ କରିବା ତାହେଲେ ଆମର ରେଜଲ୍ଟ ଭଲ ହେବ। ତାହେଲେ ପ୍ରି ପ୍ଲାନ୍ କରିବା ପାଇଁ ମୁଁ ତୁମକୁ ଗୋଟେ টিপস বতাউছি। তাহলে তুমি মানে গোটে বড় সাইজর পেপর নব এবং বড় সাইজর পেপর কু নেইকি যেবে পরীক্ষা ধর মার্চ কি ফেব্রুয়ারি 15 রু পরীক্ষা আরম্ভ হব কি ফেব্রুয়ারি 10 রু, সে ফেব্রুয়ারি 10 পাখু কাউন্টডাউন করি ক্যালেন্ডর দেখিকি লেখি লেখি আসব আজি পর্যন্ত, আজি স্কুল আরম্ভ হচ্ছে সেই দিন পর্যন্ত তাকে কোণ করিদেব, লেখিদেব 365 দিন, 364 দিন, 300 এমতি 362 দিন, 61 দিন, 60 দিন, 360 দিন, 359 দিন এমতি লেখি লেখি আসব পুরা জিরো আজি পর্যন্ত এক দিন। তাকে কোণ করিব না, তুমি প্রত্যেক দিন সকাল উঠিব মানে তাকে গোটে উপরে গার পকাইদেব, অর্থাৎ গোটে দিন আমার মাইনস হয়ে গলা। পুଣି কালি আসব, পুଣି কালি মধ্য সেমতি উঠিল সেটা তুম পাখে গোটে কান্থরে চিটকাই দেব। ଦେଖିବ ସବୁଦିନ ଯଦି ସେମିତି ଗୋଟେ ଗୋଟେ ଗାର ଟାଣୁଥିବ ଏବଂ ଲିଭଉଥିବ, କାଉଣ୍ଟଡାଉନ୍ ହେଉଥିବ, ଗୋଟେ ଦିନ ସବୁଦିନ ସରିଯାଉଥିବ, ତୁମ ମନରେ ଧୀରେ ଧୀରେ କ'ଣ ଆସିବ, ସିରିୟସନେସ୍ ଆସିବ ଏବଂ ତୁମର ସବକନସିୟସ୍ ମାଇଣ୍ଡକୁ ମଧ୍ୟ ମେସେଜ୍ ଯିବ କି ଆରେ ଭାଇ ଆମକୁ ବର୍ତ୍ତମାନ ପାଠ ପଢ଼ିବାର ଅଛି, ଆମେ ଯଦି ପାଠ ପଢ଼ିବା ନାହିଁ। ଏପଟେ ତୁମେ କ'ଣ କରିବ, ପାଖରେ ବହି ଗଦା ଥିବ, ବହି ଥାକ ଥିବ, ବହି ଦେଖୁଥିବ 5-6ଟା ପେପର ଥିବ, MIL ଅଛି, ଇଂଲିଶ ଅଛି, ହିନ୍ଦୀ ଅଛି, ସାଂସ୍କ୍ରିଟ ଅଛି, ଯିଏ ଯେଉଁ କୌଣସି ସବଜେକ୍ଟ ଥିବ, କଲେଜ ପିଲା ହେଉ, ସ୍କୁଲ ପିଲା ହେଉ କିମ୍ବା ଅନ୍ୟାନ୍ୟ ଯେକୌଣସି ପିଲା ହେଉ, ସମସ୍ତେ ଯଦି ସେମିତି କାଉଣ୍ଟିଂ କରିକି କାଉଣ୍ଟଡାଉନ୍ କରିକି ଆସିବ ଏବଂ ଦେଖିବ ତୁମ ଭିତରେ ଡେ ବାଇ ଡେ ତୁମ ଭିତରେ କ୍ୟୁରିଓସିଟି ବଢ଼ିବ। ଆରେ ଆମର ଦିନ କମ୍ ଆସୁଛି, ଦିନ କମି କମି ଆସୁଛି, ଏକ୍ଜାମ୍ ପହଞ୍ଚି ଆସୁଛି, ତେଣୁ ଆମକୁ ପ୍ରିପେୟାର କରିବାର ଅଛି। ଆଉ ଯଦି ଏମିତି କିଛି ପ୍ରିପେୟାର ନ କରୁଛ, କାହିଁକି ହଉ ଫେବୃଆରୀରେ ଏକ୍ଜାମ୍ ଅଛି ତ ହଉ ଫେବୃଆରୀ ମାସ ବହୁତ ଦିନ ଅଛି, ମୁଁ କରିଦେବି, ମୁଁ ଜାନୁଆରୀରୁ ପାଠ ପଢ଼ିବି ନହେଲେ ଡିସେମ୍ବରରୁ ପାଠ ପଢ଼ିବି, ଏମିତିରେ ବହୁତ ଲେଟ୍ ହେଇଯିବ। ତେଣୁ ଏଇ ଟେକ୍ନିକ୍ଟାକୁ ଆପ୍ଲାଏ କର, ଦେଖିବ ତୁମ ଭିତରେ ସବୁଦିନ ସିରିୟସନେସ୍ ଆସିବ ଏବଂ ତୁମର ପାଠପଢ଼ା ନିଶ୍ଚିତ ଭାବରେ ଭଲ ହେବ ଏବଂ ଏକ୍ଜାମ୍ର ରେଜଲ୍ଟ ମଧ୍ୟ ଭଲ ହେବ। ଆଜି ପାଇଁ ଏତିକି ରଖିବା, ଆଉ ଗୋଟିଏ ଭିଡ଼ିଓରେ ଦେଖା ହେବା। ସେତେ ପର୍ଯ୍ୟନ୍ତ ନମସ୍କାର।